ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିବା ଭଗବାନ ଶିବଙ୍କର ତୃତୀୟ ଆଖି କେବେ ଏବଂ କାହିଁକି ଖୋଲିଥିଲା। ହିନ୍ଦୁ ପୁରାଣରେ ଭଗବାନ ଶିବଙ୍କୁ ତ୍ରିନେତ୍ରଧାରୀ ବୋଲି କୁହାଯାଇଥାଏ। ତାଙ୍କ କପାଳରେ ଥିବା ତୃତୀୟ ଚକ୍ଷୁ କେବଳ ଏବଂ ଏକ ଅତିରିକ୍ତ ଆଖି ନୁହେଁ, ବରଂ ଏହା ଦିବ୍ୟ ଶକ୍ତି, ସର୍ବୋଚ୍ଚ ଜ୍ଞାନ ଓ ପ୍ରଳୟର ପ୍ରତୀକ ଭାବରେ ଦେଖାଯାଏ। ପୁରାଣ ଅନୁସାରେ ଏହି ତୃତୀୟ ଆଖି ସୃଷ୍ଟିର ସମତା ଭଙ୍ଗ ହେବା ବେଳେ ମାତ୍ର ଖୋଲିଥାଏ। ଶିବ ପୁରାଣରେ ବର୍ଣ୍ଣନା କରାଯାଇଛି କି ସତୀଙ୍କର ଦେହତ୍ୟାଗ ପରେ ଭଗବାନ ଶିବ ଗଭୀର ସମାଧିରେ ଲୀନ ହୋଇଥିଲେ। ଏହି ସମୟରେ ତାରକାସୁର ନାମକ ରାକ୍ଷସ ତିନି ଲୋକରେ ଆତଙ୍କ ସୃଷ୍ଟି କରୁଥିଲା। ବ୍ରହ୍ମାଙ୍କର ବରଦାନ ଅନୁସାରେ କେବଳ ଶିବଙ୍କର ପୁତ୍ର ତାଙ୍କୁ ବଧ କରିପାରିବେ, କିନ୍ତୁ ଶିବଙ୍କର ସମାଧି ଭଙ୍ଗ କରିବା ଦେବତାମାନଙ୍କ ପାଇଁ କଠିନ ହୋଇପଡ଼ିଥିଲା। ଏହି ପରିସ୍ଥିତିରେ ଦେବତାମାନଙ୍କର ଅନୁରୋଧରେ କାମଦେବ ଶିବଙ୍କର ଧ୍ୟାନ ଭଙ୍ଗ କରିବା ପାଇଁ ଆଗକୁ ବାହାରିଥିଲେ। ସେ ବସନ୍ତ ଋତୁର ସୃଷ୍ଟି କରି ନିଜର ଫୁଲର ତୀର ଦ୍ୱାରା ଶିବଙ୍କୁ ବଧ କରିଥିଲେ। ଏହାରେ ଶିବଙ୍କର ସମାଧି ଭଙ୍ଗ ହୋଇଥିଲା ଓ ସେ କ୍ରୋଧିତ ହୋଇଯାଇଥିଲେ। କ୍ରୋଧରେ ଭଗବାନ ଶିବ ତାଙ୍କ କପାଳରେ ଥିବା ତୃତୀୟ ଚକ୍ଷୁ ଖୋଲିଥିଲେ। ଏହି ତୃତୀୟ ଆଖିରୁ ବାହାରୁଥିବା ଅଗ୍ନିରେ କାମଦେବ ଭସ୍ମ ହୋଇଯାଇଥିଲେ। ପରେ କାମଦେବଙ୍କର ପତ୍ନୀ ରତିଙ୍କ ବିଳାପ ଓ ଦେବତାମାନଙ୍କ ପ୍ରାର୍ଥନାରେ ଶିବଙ୍କର କ୍ରୋଧ ଶାନ୍ତ ହୋଇଥିଲା ଏବଂ ସେ କାମଦେବଙ୍କୁ ପୁନର୍ଜୀବନ ପାଇଁ ଆଶୀର୍ବାଦ ଦେଇଥିଲେ। ଧାର୍ମିକ ଓ ଦାର୍ଶନିକ ଦୃଷ୍ଟିକୋଣରୁ ଶିବଙ୍କର ତୃତୀୟ ଚକ୍ଷୁ କେବଳ ବିନାଶର ପ୍ରତୀକ ନୁହେଁ, ଏହା ଅହଙ୍କାର, ଅଜ୍ଞାନ ଓ ମୋହର ନାଶକୁ ସୂଚିତ କରେ। ଦୁଇଟି ସାଧାରଣ ଆଖି ଯେଉଁଠାରେ ବାହ୍ୟ ଜଗତକୁ ଦେଖେ, ସେଠାରେ ତୃତୀୟ ଆଖି ଆତ୍ମିକ ସତ୍ୟ ଓ ଦିବ୍ୟ ଜ୍ଞାନକୁ ଅନୁଭବ କରାଏ।